ଆଜ୍ଞା ସ୍ୱାଗତ। ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ମତେ ହୋଷ୍ଟ ଆଜ୍ଞା ଧନ୍ୟବାଦ ଦିଏ ସୁନ୍ଦର ସୁଯୋଗ ନିମନ୍ତେ। ସମସ୍ତଙ୍କୁ ମୋର ପ୍ରେସ୍ ଲର୍ଡ। ବାସ୍ତବରେ ଆମମାନଙ୍କ ସୃଷ୍ଟିକର୍ତ୍ତା କେବଳ ଆମ ପୂଜା ପ୍ରଶଂସା ପାଇବା ପାଇଁ ଏକମାତ୍ର ଭରସା ଯୋଗ୍ୟ ପରମେଶ୍ୱର ଅଟନ୍ତି। ଆମମାନଙ୍କୁ ପ୍ରତ୍ୟେକ ବିପଦ ଆପଦ ଉଦ୍ଧାର କରି ପ୍ରାପ୍ତ ସମୟରେ ଆମମାନଙ୍କୁ ତାହାଙ୍କ ଚରଣରେ ଆସିବା ପାଇଁ ସମୟ ଦେବେ। ଆମମାନଙ୍କ ପ୍ରିୟ ପ୍ରଭୁଙ୍କର ଆମ ପ୍ରଶଂସା ଗୌରବ କରିବା। ଆସ ଗୀତ ଗାଇ ତାଙ୍କର ପ୍ରଶଂସା କରିବା। प्रभु जिसु तुम्हें सृष्टि करता, प्रभु जिसु तुम्हें आरोग्य दाता, प्रभु जिसु तुम्हें सृष्टि करता, प्रभु जिसु तुम्हें आरोग्य दाता, प्रेमरा तुमे दया सागर, प्रेमरा तुमे दया सागर, प्रभु जिसु तुम्हें सृष्टि करता, प्रभु जिसु तुम्हें आरोग्य दाता, प्रभु जिसु सात सनातन राजा मनकर राजा श्री राजन, प्रभु जिसु सात सनातन राजा मनकर राजा श्री राजन, हृदयार तुमे दया सागर, हृदयार तुमे दया सागर, प्रभु जिसु तुम्हें सृष्टि करता, प्रभु जिसु तुम्हें आरोग्य दाता, प्रभु जिसु तुम्हें सृष्टि करता, प्रभु जिसु तुम्हें आरोग्य दाता, सारा जगत रे प्रभु तुम्हारी राज्य आसु, सारा जगत रे प्रभु जय तुम हेउ, सारा जगत रे प्रभु तुम्हारी राज्य आसु, सारा जगत रे जय तुम हेउ, जीवित ईश्वर दया सागर, जीवित ईश्वर दया सागर, प्रभु जिसु तुम्हें सृष्टि करता, प्रभु जिसु तुम्हें आरोग्य दाता, प्रभु जिसु तुम्हें सृष्टि करता, प्रभु जिसु तुम्हें आरोग्य दाता, तुम्हारे चरणे सेवा करिबु जेउ दिन, दया कर जिसु राजा दिय दर्शन, तुम्हारे चरणे सेवा करिबु जोउ दिन, दया कर जिसु राजा दिय दर्शन, पवित्र ईश्वर दया सागर, पवित्र ईश्वर दया सागर, प्रभु जिसु तुम्हें सृष्टि करता, प्रभु जिसु तुम्हें आरोग्य दाता, प्रभु जिसु तुम्हें सृष्टि करता,
प्रभु जीशु तुम्हें आरोग्य दाता, प्रभु जीशु तुम्हें सृष्टि करता, प्रभु जीशु तुम्हें आरोग्य दाता। ବାସ୍ତବରେ ଆମମାନଙ୍କ ପରମେଶ୍ୱର ଆମମାନଙ୍କ ସୃଷ୍ଟିକର୍ତ୍ତା ଅଟନ୍ତି, ଆମମାନଙ୍କ ଆରୋଗ୍ୟକାରୀ ଅଟନ୍ତି, କାରଣ ସେ ଆମମାନଙ୍କର ମଙ୍ଗଳମୟ ପରମେଶ୍ୱର ଅଟନ୍ତି। ବାହାରେ ଯିବାରେ ଭିତରେ ଆସିବାରେ ପ୍ରତ୍ୟେକ ମୁହୂର୍ତ୍ତରେ ସେ ଆମମାନଙ୍କ ସହବର୍ତ୍ତୀ ପରମେଶ୍ୱର ହେଇକି ଆମର ଢାଲ ରହିଥାନ୍ତି। ଆସନ୍ତୁ ସେଇ ପରମେଶ୍ୱରଙ୍କର ଆଉ ଏକ ଗୀତ ଗାଇ ତାଙ୍କର ପ୍ରଶଂସା କରିବେ। ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ, হে ସଦା ପ୍ରଭୁ ମୋ ସଦା ପ୍ରଭୁ, হে ସଦା ପ୍ରଭୁ ମୋ ସଦା ପ୍ରଭୁ। ତୁମେ କରୁଣାକାରୀ ମୋ କରୁଣାମୟ, ତୁମେ କରୁଣାକାରୀ ମୋ କରୁଣାମୟ, হে ସଦା ପ୍ରଭୁ ମୋ ସଦା ପ୍ରଭୁ, হে ସଦା ପ୍ରଭୁ ମୋ ସଦା ପ୍ରଭୁ। ଦୁର୍ଦଶା କାଳରେ ମୋର ସହାୟ, ମୋର ଆଶ୍ରୟ ବଳ, ଦୁର୍ଦଶା କାଳରେ ମୋର ସହାୟ, ମୋର ଆଶ୍ରୟ ବଳ। ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ, হে ସଦା ପ୍ରଭୁ ମୋ ସଦା ପ୍ରଭୁ। ତୁମେ କରୁଣାକାରୀ ମୋ କରୁଣାମୟ, হে ସଦା ପ୍ରଭୁ ମୋ ସଦା ପ୍ରଭୁ। ଦିବସର ସୂର୍ଯ୍ୟ ରାତିରେ ଯେ ଚନ୍ଦ୍ର କରିବନି ଆଘାତ, ତୁମେ ଯେ ପ୍ରଭୁଙ୍କ ରକ୍ଷକ ମୋର ଚିର ସହାୟ। ଦିବସର ସୂର୍ଯ୍ୟ ରାତିରେ ଯେ ଚନ୍ଦ୍ର କରିବନି ଆଘାତ, ତୁମେ ଯେ ପ୍ରଭୁଙ୍କ ରକ୍ଷକ ମୋର ଚିର ସହାୟ, ମୋର ଚିର ସହାୟ, ମୋର ଚିର ସହାୟ। ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ, হে ସଦା ପ୍ରଭୁ ମୋ ସଦା ପ୍ରଭୁ। ବାହାରେ ଯିବାରେ ଭିତରେ ଆସିବା କରନ୍ତି ସେ ନିଶ୍ଚିନ୍ତ, ଦକ୍ଷିଣ ପାର୍ଶ୍ୱର ଛାୟା ହୋଇ ସେ ରହନ୍ତି ସଦା ସ୍ଥିତ, ରହନ୍ତି ସଦା ସ୍ଥିତ। ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ, হে ସଦା ପ୍ରଭୁ ମୋ ସଦା ପ୍ରଭୁ, হে ସଦା ପ୍ରଭୁ ମୋ ସଦା ପ୍ରଭୁ। ଆମମାନଙ୍କ ପରମେଶ୍ୱର ଆମମାନଙ୍କ ରକ୍ଷକ, ସେ ଆମମାନଙ୍କ ସୁରକ୍ଷାକାରୀ,
ପରମେଶ୍ୱର ଅଟନ୍ତି। ଆସୁଛୁ ଆମମାନେ ଯୋଉ ପରମେଶ୍ୱରକୁ ଆମେ ପାଇଅଛୁ, ସେଇ ପରମେଶ୍ୱରଙ୍କର ଆଉ ଏକ ଗୀତ ଗାଇ ଆରାଧନା କରୁ। ଦୁନିଆ ସାରା ମୁଁ ତୁମକୁ ଖୋଜିଲି, ଆଖିର ଲୁହରେ ତୁମକୁ ପାଇଲି। ଦୁନିଆ ସାରା ମୁଁ ତୁମକୁ ଖୋଜିଲି, ଆଖିର ଲୁହରେ ତୁମକୁ ପାଇଲି। ତୁମେ ହିଁ ପରମ ଅସୀମ ଅନନ୍ତ, ଏ କଥା ଶେଷେ ଜାଣିଲି। ଦୁନିଆ ସାରା ମୁଁ ତୁମକୁ ଖୋଜିଲି, ଆଖିର ଲୁହରେ ତୁମକୁ ପାଇଲି। ଦୁନିଆ ସାରା ମୁଁ ତୁମକୁ ଖୋଜିଲି, ଆଖିର ଲୁହରେ ତୁମକୁ ପାଇଲି। ଜୀବନରେ ଯାହା କିଛି ପାପ କରିଥିଲି, ତୁମରି ଆଗରେ ମୋର ହୃଦୟ ଖୋଲିଲି। ଜୀବନରେ ଯାହା କିଛି ପାପ କରିଥିଲି, ତୁମରି ଆଗରେ ମୋର ହୃଦୟ ଖୋଲିଲି। ତୁମେ ମହାନ ଘିନମାନ ପ୍ରାଣ, ତୁମରି ଆଶ୍ରୟ ମୁଁ ନେଲି। ଦୁନିଆ ସାରା ମୁଁ ତୁମକୁ ଖୋଜିଲି, ଆଖିର ଲୁହରେ ତୁମକୁ ପାଇଲି। ଦୁନିଆ ସାରା ମୁଁ ତୁମକୁ ଖୋଜିଲି, ଆଖିର ଲୁହରେ ତୁମକୁ ପାଇଲି। ମୋ ଆଖିର ଯେତେ ଲୁହ ଝରି ଯାଉଅଛି, ଅନ୍ତରେ ଯେ ତୁମକୁ ମୁଁ ପାଇଅଛି ଖୋଜି। ମୋ ଆଖିର ଯେତେ ଲୁହ ଝରି ଯାଉଅଛି, ଅନ୍ତରେ ଯେ ତୁମକୁ ମୁଁ ପାଇଅଛି ଖୋଜି। ନିରାଶାର ଆଶା ତୁମେ, ତୁମେ ହିଁ ଭରସା। ଦୁନିଆ ସାରା ମୁଁ ତୁମକୁ ଖୋଜିଲି, ଆଖିର ଲୁହରେ ତୁମକୁ ପାଇଲି। ଦୁନିଆ ସାରା ମୁଁ ତୁମକୁ ଖୋଜିଲି, ଆଖିର ଲୁହରେ ତୁମକୁ ପାଇଲି। ତୁମେ ପରମ ଅନନ୍ତ ଅସୀମ,
ये कथा शेषे जानिली दुनिया सारा ମୁଁ ତୁମକୁ ଖୋଜିଲି ଆଖିର ଲୁହରେ ତୁମକୁ ପାଇଲି ଆଖିର ଲୁହରେ ତୁମକୁ ପାଇଲି ଆଖିର ଲୁହରେ ତୁମକୁ ପାଇଲି। सर्वशक्तिमान परमेश्वर प्रिय प्रभु वास्तव में परमेश्वर तुए महान प्रभु अट तुम परी प्रभु ही दुनिया रे केही नाहंती पिता परमेश्वर हे मंगलमय राजा जो परमेश्वर के अनेक पाप को क्षमा करबा परमेश्वर अटे जो परमेश्वर की प्रभु आम को तुम्हें एते प्रेम कर से प्रेमर केबे हेले भी तुलना नाही हे प्रिय प्रभु आम निमते तुम्हें अनेक दुख सहीगल राजा तथापि तुमर प्रेम असीम आम अपार परमेश्वर हाँ पिता परमेश्वर तुम्हें आम सर्वदा प्रभु तुम्हें चाहता आम तुम निकटवर्ती रहो तुम्हारी नाम रे प्रशंसा करो तुम्हारा आज्ञा दिन प्रभु संतान हे परमेश्वर प्रातः समय तुम आम को आशीर्वाद कर करुणार भरी दियो मो परमेश्वर प्रभु मो योग्य तुम्हारा आराधना करी अच्छी परमेश्वर तुम्हें आराधना को दयारे ग्रहण कर आम जिते जन परमेश्वर जो मेरे जोड़ी प्रत्येक प्रिय प्रभु तुम्हें बाहर जीवारे भीतर आसबार प्रत्येक मुहूर्त पिता परमेश्वर आशीर्वाद कर और प्रत्येक परिवार को अनुग्रह भरी दियो प्रिय प्रभु आगामी समय बहुमूल्य समय आम मैंने पाद थोड़ा जाऊ पवित्र आत्मा परमेश्वर तुम्हें आम कथा को वाक्य द्वारा आम हृदय को सजाड़ प्रभु तुम चरण तुम निज जीवन को निज हृदय को प्रत्येक परमेश्वर तुम प्रिय संतान मान हृदय को तुम चरण रखी धन्यवाद क्षुद्र निवेदन केवल प्रिय प्रभु जीशु का नाम रे मागु जीवित आमेन 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 विशेष विशेष धन्यवाद सिस्टर सुंदर आराधना करिसेंते प्रभु आशीर्वाद करंतु वर्तमान नूतन गीत भी आपण कंठर सुनिया पई जीवु आउ मु धन्यवाद दिए प्रभु को आसंत उच्च करताल दे सिस्टर को धन्यवाद दे अति सुंदर वर्शिप करथिबार मु अनुरोध करबी अल्प समय पई वीडियो ऑन करंतु आ माने एक रियल मिनिस्ट्री ऑफ इंडिया रो पंचमतम गीत रिलीज करने पाई जाऊछु से पंचमतम गीत को स्वर संयोजन करिसेंती से पांचटी अक्षर विशिष्ट व्यक्ति जे होचंदी पितर कर पांचटी गीतर वर्तमान रिलीज होगा जाऊची से पांचटी गीतर स्वर संयोजन और गीत रचना करिसेंती से पांचटी अक्षर व्यक्ति से होचंदी पितर कर आ से जो पांचटी गीत को गायबार स्टूडियो रे उपस्थित थिले पांचटा पी उपस्थित थिले पांचटी पी जोटा कि प्रमोद परिचय हूँ दीटा पी प्रवीणा मल्लिक गोटे पी पितर कर गोटे पी प्रेमांगिनी कर गोटे पी इन पांचटी पी उपस्थित थिले से पांचटी नंबर गीत को पांचटा पी उपस्थित थाई कि से गीत को से माने गाइछन्ते तेणु ए समय आम मध्य तीनोटी आर आसी पहुंचे से तीनोटी आर से पंचम गीत को से रिलीज करेंगे मु देखुଥିଲି जे दीटा आर आका दुची आ गुटे आर कुआडे गला आर के नाहंती कि बोली होजुथिल किंतु से तीनोटी जोटी कि रेवरेंड राजेश्वर रावल से सान को मु आह्वान करे से सम्मुख को आसीबे एवं ए पंचम गीत रियल मिनिस्टर पंचम गीत को रिलीज करे आज्ञा नमस्कार 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 टिके टिके अप डाउन हो जाएगा आपनकर आपन कथा अप डाउन होची हेलो हां हेलो और आउटे टिके पोस्ट करो तो मु से डिटेल्स शेयर करिवि क्लियर होनी आपनकर
ଆଜ୍ଞା କଟିଗଲେ କି ଭିତରେ ଆଜ୍ଞା? ଅଛନ୍ତି ସାର୍, ଅଛନ୍ତି, ସେଟିଂ କରୁଛନ୍ତି। Just हेलो ହଁ ସାର୍। हेलो ହଁ ସାର୍। स्क्रीन देखा जाଉଛି स्क्रीन देखा जाଉଛି ନାଇଁ ସାର୍ ସ୍କ୍ରିନ୍ ଦେଖାଯାଉନି। ସ୍କ୍ରିନ୍ ଦେଖାଯାଉଛି, ଭଏସ ଟା କ୍ଲିୟର ହଉନି। नेटवर्क प्रॉब्लम होती है गीत नहीं से लिंक to लिंक Recording in progress. ପରୀକ୍ଷା ଆଜ୍ଞା ହଁ ବୋଧେ ଟେକ୍ନିକାଲ ପ୍ରୋବ୍ଲେମ ହଉଛି ବୋଧେ ହୁଁ ଆର ସାରଙ୍କର ଏଇ ଯେ ଆଜ୍ଞା ଆସୁଛନ୍ତି ଟେକ୍ନିକାଲ ଭାସ୍କର। ଯାଉଛି ଆମେ ଚେଷ୍ଟା କରୁଛୁ ବାକ୍ୟ କହିଦିଅନ୍ତୁ ବାକ୍ୟରେ ହେଲେ ହଁ ବାକ୍ୟ ପରେ କଲେ ବି ହେବ। ହଁ ହଁ ହଉ ଠିକ ଅଛି। ହଁ ଆମମାନେ ରିଜଲ୍ଟ କୁ ଏତିରେ ବନ୍ଦ କରିବା, ତାପରେ ଆମେ ବାକ୍ୟ ଶୁଣିଲା ପରେ ବାକ୍ୟ ଆମେ କମ ସମୟରେ ଶୁଣିବା, ତାପରେ ଆମେ ରିଲିଜ କାର୍ଯ୍ୟକ୍ରମ ଅଛି। ତେଣୁ ମୁଁ ଅନୁରୋଧ କରିବି, ଆଜିର ଆମେ ଜାଣୁଛୁ ଆଜି ଯାହାଙ୍କୁ ପ୍ରଭୁ ମନୋନୀତ କରିଛନ୍ତି ସେ କେହି ନୁହନ୍ତି, ସମସ୍ତଙ୍କ ଅତି ପରିଚିତ,
ସମସ୍ତଙ୍କର ଆଦରଣୀୟ ଆଉ ଯାହାଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କଲେ ଯେ କୋଭିड-19 ସମୟରେ ଯୋଉ ସମୟରେ କି ଲୋକମାନେ ବାକ୍ୟ ଶୁଣି ପାରୁନଥିଲେ, ଉପାସନା କରିପାରୁନଥିଲେ, ସେ ଭିତରେ ସେମାନେ ତାଙ୍କ ହୃଦୟରେ କାର୍ଯ୍ୟ କଲେ ଏବଂ ଏକ ଜୁମ୍ ଖୋଲିବା ପାଇଁ ତାଙ୍କ ମନରେ ସ୍ଥିର କଲେ ଏବଂ ଜୁମ୍ କଲେ। ଆଉ ମୁଁ ଦେଖୁଛି ଯେ ସବୁ ଜୁମ୍ରେ କିଛି କିଛି ସାହାଯ୍ୟ ପାଇଁ କିଛି ସଂଗ୍ରହ କରାଯାଏ, ଅର୍ଥ ସଂଗ୍ରହ କରାଯାଏ, କିନ୍ତୁ ଗୋଟିଏ ଜୁମ୍ ଯୋଉ ଜୁମ୍ ହଉଛି ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ, କେବେ ଅର୍ଥ ସଂଗ୍ରହ କରାଯାଏ ନାହିଁ। ଆଜି ଜୁମ୍ ପରିଚାଳନା ନିମନ୍ତେ ନିଜ ଖର୍ଚ୍ଚ ନିଜ ପକେଟ ଖର୍ଚ୍ଚରୁ ଯେ କି ଆଜି ପର୍ଯ୍ୟନ୍ତ ଜୁମ୍ ପରିଚାଳନା କରି ଆସୁଛନ୍ତି, ସେ ପ୍ରକାର ବ୍ୟକ୍ତି ଆମେ ପାଇଛୁ ଆଜି ବାକ୍ୟ ଦେବା ପାଇଁ। ସେ ହେଉଛନ୍ତି ସେଇ ରିଏଲ ମିନିଷ୍ଟ୍ରି ହୋଷ୍ଟ ପିତର କୁମାର କର। ମୁଁ ତାଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆହ୍ୱାନ କରୁଛି, ସେ ସମ୍ମୁଖକୁ ଆସନ୍ତୁ ଏବଂ ଆମମାନଙ୍କୁ ବାକ୍ୟ ଦେଇ କଥା କୁହନ୍ତୁ। ଆସନ୍ତୁ ଆମେ ସମସ୍ତେ ଅଳ୍ପ ସମୟ ପାଇଁ ଅନୁମତି କରିବା ଆଉ ପ୍ରଭୁଙ୍କ ଗୌରବ ନିମନ୍ତେ ଏବଂ ବକ୍ତାଙ୍କର ଉତ୍ସାହ ନିମନ୍ତେ ଉଚ୍ଚ କରତାଳ ଦେଇକି ତାଙ୍କୁ ଆହ୍ୱାନ କରିବେ। ଆଜ୍ଞା ଆପଣଙ୍କର ସମୟ ପିତର ଆଜ୍ଞା, ଆପଣ ବାକ୍ୟରେ କହି ନିଅନ୍ତୁ। ତାପରେ ଆମେ ବାକ୍ୟ ପରେ ଆମେ ରିଲିଜ କରିବା ଆଉ ନୂଆ ଗୀତ। ପ୍ରଭୁଙ୍କର ମହତ ନାମର ଧନ୍ୟବାଦ ହେଉ। ବାସ୍ତବରେ ଆମେ ଯେଉଁ ପ୍ରଭୁଙ୍କର ସେବା କରୁଛୁ ସେ ଜୀବନ୍ତ ପରମେଶ୍ୱର ଅଟନ୍ତି। ରାତ୍ରିରେ ଆମମାନଙ୍କୁ ମିଠି ନିଦ୍ରା ଦେଲେ, ଭଲ ସ୍ୱପ୍ନ ଦର୍ଶନ ଦେଲେ, ଚତୁଃପାର୍ଶ୍ୱରେ ଦୂତମାନଙ୍କର ଛାଉଣି କଲେ, ଦୂତମାନଙ୍କର ବାଡ଼ ଦେଇ ସୁରକ୍ଷିତ ରଖିଲେ। ଆଜି ନୂଆ ଦିନ ନୂଆ ସକାଳ ଦେଖିବା ପାଇଁ ପ୍ରଭୁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଅଛନ୍ତି। ତେଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତା ସହିତ ଆଜିର ପରିଚାଳକ ପ୍ରଭୁଙ୍କ ଦାସ ରେଭରେଣ୍ଡ ପ୍ରମୋଦ ପରିଚୟ ସାର୍ଙ୍କୁ ମଧ୍ୟ ଧନ୍ୟବାଦ ଦଉଛି। ମୋ ଯଜ୍ଞଙ୍କୁ ସୁନ୍ଦର ଭାବରେ ସ୍ୱାଗତ କରିଅଛନ୍ତି। ଆଉ ପ୍ରଭୁଙ୍କ ଦାସୀ ଇଭାଞ୍ଜେଲିଷ୍ଟ ପ୍ରବୀଣା ମଲ୍ଲିକ ସିଷ୍ଟରଙ୍କୁ ବି ଧନ୍ୟବାଦ ଦଉଛି। ସୁନ୍ଦର ଭାବରେ ଆଜି ସେ ୱର୍ସିପ୍ କରିଥିଲେ। ତା ସହିତ ଆଉ ପ୍ରଭୁଙ୍କ ଦାସୀ ପ୍ରେମାଙ୍ଗିନୀ କରଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି, ଆଜି ମଧ୍ୟସ୍ଥି ପ୍ରାର୍ଥନା ପରିଚାଳନା କରିଥିଲେ। ଆଉ ତା ସହିତ ଆଜିର ଏଇ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ଆଜି ଏକ ଖୁସିର ଦିନ ଯେ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ତରଫରୁ ଆଉ ପଞ୍ଚମ ଗୀତର ରିଲିଜ ଆଜି ଆମେ କରିବା ପାଇଁ ଯାଉଛୁ। ଆଉ ଟିକେ ମୁଁ ଆପଣମାନଙ୍କ ସମ୍ମୁଖରେ ଏ ରିଲିଜ କଥାଟା ଯୋଉ ଗୀତର ବିଷୟ ଟିକେ କହିବା ପାଇଁ ଚାହେଁ। 2024 ମସିହା ଆଉ ଡିସେମ୍ବର 25 ତାରିଖ ଦିନ ମୁଁ ଚିନ୍ତା କଲି ଯେ ଏ ବର୍ଷ ମୁଁ ଖ୍ରୀଷ୍ଟମାସ ପାଳନ କରିବି ନାହିଁ। ଆଉ କୌଣସି ନିଜ ଫିଲ୍ଡକୁ ବି ଗଲି ନାହିଁ, କୌଣସି ଚର୍ଚ୍ଚକୁ ବି ଗଲି ନାହିଁ, କିମ୍ବା ବକ୍ତା ଭାବରେ କୌଣସି ମଣ୍ଡଳୀକୁ ବି ମୁଁ ଯାଇନାହିଁ। ଆଉ ମୁଁ ଚିନ୍ତା କଲି ଯେ ଯଦି ପରିବାର ଯଦି ମୋ ସହିତ ଫାଷ୍ଟିଂରେ ବସି ପଡ଼ିବେ, ପିଲାମାନଙ୍କର ମନ ଉଣା ପଡ଼ିଯିବ। ପିଲାମାନଙ୍କୁ ପରିବାରକୁ ମୁଁ ଗଜପତି ପଠେଇଲି। କଣ କି ଏ ବର୍ଷ ପ୍ରଭୁ ମତେ କଣ କଲେ, 2024 ଡିସେମ୍ବର 25 ତାରିଖ ଦିନ 24 ଘଣ୍ଟାର ପ୍ରାର୍ଥନା କରିବା ପାଇଁ ପ୍ରଭୁ ମତେ ଗାଇଡ କଲେ। ହୋଲି ସ୍ପିଡ୍ କାମ କଲା ଯେ ତୁ ଏ ବର୍ଷ କୁଆଡେ ଜାନା, କେବଳ ପ୍ରାର୍ଥନା କରେ। ଡିସେମ୍ବର 25 ତାରିଖ ମୁଁ କୌଣସି ଜାଗାକୁ ନ ଯାଇ, ନୂଆ ଲୁଗାପଟା ଥିଲା, ସବୁ କିଛି ଥିଲା, କିନ୍ତୁ ମୁଁ 24 ଘଣ୍ଟାର ଫାଷ୍ଟିଂ ପ୍ରେୟର ମୁଁ ରଖିଲି। ଫାଷ୍ଟିଂ ପ୍ରେୟର ଯେତେବେଳେ ମୁଁ ରଖିଲି, ସେଇଦିନ ମୁଁ ଗୀତ ଗାଉଥିଲି, ୱର୍ସିପ କରୁଥିଲି। ପ୍ରଭୁ ଏଇ ଗୀତଟି ମତେ ଦେଲେ, ଥରେ ଦିଅ ପ୍ରଭୁ କ୍ଷମା। ପ୍ରଭୁ ସେଇ ଦିନ ଏଇ ଗୀତଟି ମତେ ଦେଲେ। ସେଇ ଦିନ ମୁଁ ଏଇ ଗୀତଟି ଲେଖିଲି। ଆଉ ପ୍ରବୀଣା ସିଷ୍ଟରଙ୍କ ସହିତ କଥାବାର୍ତ୍ତା କଲି। ଆଉ ପ୍ରବୀଣା ସିଷ୍ଟର ଆଉ ସେ ଗୀତ ଗାନ କରିବା ପାଇଁ ପୁରୀରୁ ଆସିଲେ। ଆଉ ରେଭରେଣ୍ଡ ପ୍ରମୋଦ ପରିଚ୍ଛା ସାର୍ ଆଉ ଗୀତ ରେକର୍ଡିଂ ସମୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତି ଥିଲେ ଓ ଉତ୍ସାହିତ କଲେ। ଏବଂ ତାଙ୍କ ଘରେ ଉତ୍ତମ ଲଞ୍ଚ ଏବଂ ଡିନର ବ୍ୟବସ୍ଥା ମଧ୍ୟ ଆମମାନଙ୍କ ପାଇଁ କରିଥିଲେ। ତେଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ପ୍ରବୀଣା ସିଷ୍ଟରଙ୍କୁ ବି ଧନ୍ୟବାଦ ଦଉଛି। ରେଭରେଣ୍ଡ ପରିଚ୍ଛା ସାର୍ଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଅଛି। ତେବେ ଆସନ୍ତୁ ପ୍ରଭୁଙ୍କର ସେ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ଆମେ ଶ୍ରବଣ କରିବା। ଆଉ ମୁଁ ବେଶୀ ସମୟ କହିବି ନାହିଁ, ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟ ଆପଣମାନଙ୍କ ସମ୍ମୁଖରେ ମୁଁ ରଖିବି। ଆପଣମାନେ ବାହାର କରନ୍ତୁ। ଆଜି ଆମେ ନୂତନ ଗୀତ ରିଲିଜ କରିବା ପାଇଁ ଯାଉଛୁ। ତେଣୁ ଗୀତ ସଂହିତାରୁ ହିଁ ମୁଁ ଆପଣମାନଙ୍କ ସମ୍ମୁଖରେ ବାକ୍ୟ ରଖିବା ପାଇଁ ମୁଁ ଚେଷ୍ଟା କରିବି। ଗୀତ ସଂହିତା ତାର 121 ଅଧ୍ୟାୟ, ଗୀତ ସଂହିତା ତାର 121 ଅଧ୍ୟାୟ, ତାର 1 ପଦରୁ 8 ପଦ ପର୍ଯ୍ୟନ୍ତ ଆଉ କିଏ ଜଣେ ପଠନ କରିଦିଅନ୍ତୁ। ଗୀତ ସଂହିତା ତାର 121 ଅଧ୍ୟାୟ 1 ପଦରୁ ତାର 8 ପଦ ପର୍ଯ୍ୟନ୍ତ। ଆରୋହଣର ଗୀତ। ମୁଁ ପର୍ବତଗଣ ଆଡେ ଊର୍ଦ୍ଧ୍ୱ ଦୃଷ୍ଟି କରିବି।
କେଉଁଠାରୁ ମୋହର ସାହାଯ୍ୟ ଆସିବ? ମୋହର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ। ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ। ସେ ତୁମ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ। ଯେ ତୁମକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ। ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ। ସଦାପ୍ରଭୁ ତୁମର ରକ୍ଷକ, ସଦାପ୍ରଭୁ ତୁମ ଦକ୍ଷିଣ ପାର୍ଶ୍ୱର ଛାୟା। ଦିବସରେ ସୂର୍ଯ୍ୟ କିମ୍ବା ରାତ୍ରିରେ ଚନ୍ଦ୍ର ତୁମକୁ ଆଘାତ କରିବ ନାହିଁ। ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମକୁ ରକ୍ଷା କରିବେ। ସେ ତୁମର ପ୍ରାଣକୁ ରକ୍ଷା କରିବେ। ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ। ଆମେନ୍। ଆମେନ୍। ପ୍ରଭୁ ବାକ୍ୟ ପଠନ ଶ୍ରବଣରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଗୀତ ସଂହିତା ପୁସ୍ତକ ତାର 121 ଅଧ୍ୟାୟ 1 ରୁ 8 ପଦ ପର୍ଯ୍ୟନ୍ତ ପଠନ କରାଯାଇଛି। ଏଠାରେ 4ଟି ବିଷୟ ଲେଖା ଅଛି। ମୋର ପ୍ରିୟ ବନ୍ଧୁଗଣ, ବାଇବଲର ସବୁଠାରୁ ବଡ଼ ପୁସ୍ତକ ହେଉଛି ଗୀତ ସଂହିତା ପୁସ୍ତକ। ଆଉ ଗୀତ ସଂହିତା ପୁସ୍ତକକୁ ବାଇବଲର ବଗିଚା ବୋଲି କୁହାଯାଏ। ଆମେ ବଗିଚା ଯେତେବେଳେ ଦେଖୁଛୁ, ଗାର୍ଡେନ ଯେତେବେଳେ ଦେଖୁଛୁ, ଅନେକ ରଙ୍ଗର ଫୁଲ ଥାଏ, ବିଭିନ୍ନ କଲରର ଫୁଲ ଥାଏ, ବିଭିନ୍ନ ବାସ୍ନାର ଫୁଲ ସେଠାରେ ଆମେ ଦେଖିବାକୁ ପାଇଥାଉ। ଆଉ ଯେତେବେଳେ ଜଣେ ବ୍ୟକ୍ତି ଆଉ ଗାର୍ଡେନ ଭିତରେ ପ୍ରବେଶ କରେ, ବଗିଚା ଭିତରେ ପ୍ରବେଶ କରେ, ସେ ଫୁଲ ଗୁଡ଼ିକକୁ ଦେଖିଲେ ଆନନ୍ଦ ହେଇଯାଏ। ବିଭିନ୍ନ ପ୍ରକାର ଖୁସବୁ ତାକୁ ଆସିଯାଏ। ଭେରାଇଟି କଲରର ଫୁଲ ତାକୁ ଦେଖିବାକୁ ମିଳିଥାଏ। ଠିକ ସେଇ ପ୍ରକାର ଗୀତ ସଂହିତା ପୁସ୍ତକ ଏକ ବଗିଚା ଅଟେ, ବାଇବଲର ବଗିଚା ଅଟେ, ବାଇବଲର ଗାର୍ଡେନ ଅଟେ, ଗାର୍ଡେନ ଅଫ ଦ ବାଇବଲ ଗୀତ ସଂହିତା ପୁସ୍ତକ। ଯେତେବେଳେ ଜଣେ ବିଶ୍ୱାସୀ ଗୀତ ସଂହିତା ପୁସ୍ତକ ଭିତରକୁ ଯାଉଛି, ସେ କଣ କରିବ? ସେ ବଗିଚାରେ ପ୍ରବେଶ କଲା ବେଳେ ତା ଜୀବନରେ ଆନନ୍ଦ ଆସିଯିବ, ଖୁସି ଆସିଯିବ। କାରଣ ଏଇ ଗୀତ ସଂହିତା ପୁସ୍ତକରେ କି ପ୍ରକାର ଆମେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବାର ଅଛି, କେମିତି ପ୍ରାର୍ଥନା କରିବାର ଅଛି, କେଉଁ ଟାଇପର ପ୍ରାର୍ଥନା କରିବାର ଅଛି, ଆଉ ପ୍ରଭୁଙ୍କୁ ଆଉ କେମିତି ଧନ୍ୟବାଦ ଦେବାର ଅଛି, ଏ ସମସ୍ତ ବିଷୟ ଏଠାରେ କଣ କରାଯାଇଛି? ବର୍ଣ୍ଣନା କରାଯାଇଅଛି। ଗୀତ ସଂହିତା ପୁସ୍ତକର ଲେଖକ ପ୍ରାୟ 73 ଗୀତ ଦାଉଦ ନିଜେ ଲେଖିଅଛନ୍ତି। ଆଉ 13ଟି ଗୀତ ଦାଉଦଙ୍କ ନାଁରେ ଅନ୍ୟ ଏକ ଲେଖିଅଛନ୍ତି। ଆଉ ମୋର ପ୍ରିୟ ବନ୍ଧୁଗଣ, ଆଉ ଏଇ ଯୋଉ ଗୀତ ସଂହିତା ପୁସ୍ତକରେ ଆଉ ଅନେକ ଆସପ, ମୂଷା, ଏମିତି ଅନେକ ପ୍ରଭୁଙ୍କର ଦାସ ମାନେ ସବୁ କଣ କରିଅଛନ୍ତି? ଲେଖିଅଛନ୍ତି। ତେବେ ଗୀତ ସଂହିତା ପୁସ୍ତକକୁ ଇସ୍ରାଏଲ ଲୋକମାନଙ୍କର ରାଷ୍ଟ୍ରୀୟ ଗୀତ ବୋଲି ମଧ୍ୟ କୁହାଯାଏ। ଇସ୍ରାଏଲ ଲୋକମାନେ ଗୀତ ସଂହିତା ପୁସ୍ତକକୁ ତନ୍ନ ତନ୍ନ କରିକି କଣ କରୁଥିଲେ? ପଠନ କରୁଥିଲେ। ଆଉ ଯେତେବେଳେ ବି ଇସ୍ରାଏଲ ଲୋକମାନେ ଜିରୁସାଲାମକୁ ଯାଉଥିଲେ, ଏଇ ଗୀତ ସଂହିତା ପୁସ୍ତକକୁ ସେମାନେ ମୁଖସ୍ଥ କରୁଥିଲେ। ଆଉ ତାହାକୁ ସେମାନେ ପାଟିରେ କହି କହିକି ସେମାନେ କଣ କରୁଥିଲେ? ଜିରୁସାଲାମକୁ ଯାଉଥିଲେ। କାରଣ ଇସ୍ରାଏଲ ଲୋକମାନଙ୍କର ଆହୁରି 7ଟି ପର୍ବ ଥିଲା। 7ଟି ପର୍ବ, 5ଟି ବଳିଦାନ ଥିଲା। ଏ 7ଟି ପର୍ବ ମଧ୍ୟରୁ 3ଟି ପର୍ବକୁ ସେମାନେ ପ୍ରାଧାନ୍ୟ ଦେଉଥିଲେ ଏବଂ ବର୍ଷକୁ ଥରେ ସେମାନେ କମ୍ପଲସରି ଜିରୁସାଲାମକୁ ସେମାନେ ଯାଉଥିଲେ। ତେବେ ଆମେ ଦେଖିବା ଏଇ ଯୋଉ ଗୀତ ସଂହିତା ପୁସ୍ତକ ତାର 121 ଅଧ୍ୟାୟକୁ ଯାତ୍ରା ପୁସ୍ତକ ବୋଲି, ଯାତ୍ରାକାଳୀନ ପୁସ୍ତକ ବୋଲି ମଧ୍ୟ କୁହାଯାଏ। ଯଦି ଆପଣ ମାନେ ଗୀତ ସଂହିତା ତାର 120 ଅଧ୍ୟାୟ ଠାରୁ ଆରମ୍ଭ କରି ଗୀତ ସଂହିତା 134 ପଦ ପର୍ଯ୍ୟନ୍ତ ଯଦି ଦେଖିବେ, ହେଡିଂ ରେ ଲେଖା ହେଇଛି ଆରୋହଣ ଗୀତ। ଆପଣ ଦେଖିପାରିବେ ଗୀତ ସଂହିତା 120 ଅଧ୍ୟାୟରୁ ଆରମ୍ଭ କରି 134 ଅଧ୍ୟାୟ ପର୍ଯ୍ୟନ୍ତ ସେଠାରେ ଲେଖା ଅଛି ଆରୋହଣ ଗୀତ। ଆରୋହଣ କରିବା, ଚଢିବା, ଆରୋହଣ ଗୀତ ବୋଲି ଲେଖାଯାଇଅଛି। ମୋର ପ୍ରିୟ ବନ୍ଧୁଗଣ, ଏଇ ଯୋ 120, 121, 122, 123, 124, 125, 126, 127, 128, 129, 130, 131, 132, 133, 134 15ଟି ଅଧ୍ୟାୟ ଆରୋହଣ ଗୀତ ବୋଲି କୁହାଯାଏ। এই 15ଟି ଅଧ୍ୟାୟକୁ ଇସ୍ରାଏଲ ଲୋକମାନେ କଣ କରୁଥିଲେ? ମୁଖସ୍ଥ କରୁଥିଲେ। ଆଉ ଯେତେବେଳେ ସେମାନେ କଣ କରୁଥିଲେ? ପର୍ବତ ଆଡକୁ ଯାଉଥିଲେ, ପର୍ବତ ଗଣ ଆଡକୁ ଯାଉଥିଲେ, ସିନିୟ ପର୍ବତକୁ ଯାଉଥିଲେ, ଜିରୁସାଲାମ ଆଡକୁ ଯାଉଥିଲେ, ସେତେବେଳେ ସେଇ ଗୀତକୁ କଣ କରୁଥିଲେ? ମୁଖସ୍ଥର ସହିତ ଗାନ କରିକି ଯାଉଥିଲେ। ତେବେ ଆପଣ ମାନେ ଯଦି ଦେଖିବେ ଏଇ ଗୀତ ସଂହିତା ପୁସ୍ତକ ତାର 121 ଅଧ୍ୟାୟକୁ ଏହାକୁ କୁହନ୍ତି ଯାତ୍ରାକାଳୀନ ଗୀତ ବୋଲି ମଧ୍ୟ କୁହାଯାଏ।
मोर प्रिय बंधुगण प्रथम लेखा अछि मु पर्वत गण आड़े ऊर्ध्व दृष्टि करी केउठारु मोहर साहाय्य आसीबो। पर्वत गण कहले सेठारे अनेक पर्वत अछि, अनेक पर्वत अछि, से अनेक पर्वतरु केउ पर्वतरु मोर साहाय्य आसीबो। मोर प्रिय बंधुगण मु कहिबा पई चाहे जे अनेक पर्वत मध्यरु गोटिए पर्वत अछि, से पर्वत होची सिनय पर्वत। जदि आपण माने गीत सहित तार 122 अध्याय जदि पठन करिवे तार एक पदरे मध्य सिनय पर्वत कथा लेखा जाइछि। आ ए जो सिनय पर्वत को ए सिनय पर्वत रे जेरूशलेम रो मंदिर अछि, मंदिर अछि। मोर प्रिय बंधुगण ए जेरूशलेम मंदिर को ईश्वरंकर गृह बोली कहा जाए, ईश्वरंकर उपस्थितिर स्थान बोली कहा जाए। तेबे इस्राएल लोक माने से माने कोन करूथिले, से पर्वत को आरोहण करूथिले, पर्वत को से माने चढ़ुथिले, आउ से सिनय पर्वत को से माने जाउथिले। सिनय पर्वत रे जेरूशलेम मंदिर अछि, ए जेरूशलेम मंदिर अछि। तेबे ए जेरूशलेम मंदिर को जीवा पाई से माने कोन करूथिले, आउ ए माने गीत को गान करी करी के जाउथिले। ए 121 गीत को से माने कोन करूथिले, गान करूथिले। आउ आपण माने देखिबे से माने गला बेल को गीत गान करी करी के जाउछंती, मंदिर रे प्रवेश कला बेले मते गीत गान करूछंती, आ मंदिर रु बाहर की घर को फेरी आसला बेले मते से माने गीत गान करूछंती। जदि गोटे गोटे कथा कहिबी ताले बहुत समय लागिबो। तेबे 120 अध्याय ठारू आरंभ करी 134 पद पर्यंत ए 15टी अध्याय केवल केवल इस्राएल लोक माने जेरूशलेम मंदिर को जीवा समय रे गान करिकी जाउथिले, गान करिकी प्रवेश करूथिले, गान करिकी आसुथिले। तेबे एठारे जो पर्वत गुण लेखा अछि, अनेक पर्वत मध्यरु गोटिए पर्वत अछि सिनय पर्वत, जो स्थान रे जेरूशलेम मंदिर अछि सेई मंदिर को से माने कोन करूथिले, जाउथिले। लेखा अछि मु पर्वत गण आड़े ऊर्ध्व दृष्टि करिबी केउठारु मोहर साहाय्य आसीबो। मोर प्रिय बंधुगण केउठारु मोर साहाय्य आसीबो, आजिर प्रसंग होउची केउठारु मोहर साहाय्य आसीबो। इस्राएल लोक माने जानि अछंती जे मोर साहाय्य केउठारु आसीबो, से माने जानिछंती जे मोर साहाय्य से सिनय पर्वत रु आसीबो, मोर साहाय्य से जेरूशलेम मंदिर रु आसीबो, जो स्थान रे परमेश्वरंकर उपस्थिति सदा सर्वदा रहे। मोर प्रिय बंधुगण आपण मानको मु उत्साहित करिबा पई चाहे जे आपण माने प्रकाशित पुस्तक तार 21 अध्याय जदि पठन करिवे, गीत सहित 121 आमे पठन करूछु, प्रकाशित तार 21 अध्याय पठन करिवे 21 पठन करिवे, सेते स्पष्ट भाव रे लेखा अछि स्वर्ग रु एक नूतन जेरूशलेम को अवतरण करिवार मु देखिली बोली लेखा अछि। 121 रे हम देखुछु जे आरोहण करिबा, आरोहण करिबा, आउ 21 प्रकाशित 21 रु अवतरण करिबा। एठारे कोन करूछंती, इस्राएल लोक माने आरोहण करूछंती, चढ़ुछंती, सेटारे स्वर्ग रु जेरूशलेम कोन उलेई के आसुछि, अवतरण करूछि। मोर प्रिय बंधुगण ताहा भी जदि मु कहिबी पार्थक्य करी कहिबी तारे बहुत समय लागिबो। मु आपण मानको सम्मुख रे 4टी पॉइंट रखिबी, गीत सहित तार 121 अध्याय 1 पद रु 8 पद मध्य रे 4टी पॉइंट रखिबी। प्रथम पॉइंट होउछि जे इस्राएल लोक माने जानिछंती जे सेई पर्वत, सेई सिनय पर्वत, जो सिनय पर्वत रे यीशु ख्रीष्ट परमेश्वरंकर मंदिर अछि, परमेश्वर उपस्थित अछंती। समग्र इस्राएल लोक माने, जिहुदी लोक माने आउ वर्ष को थरे कंपलसरी जीवा पई बाध्य होउतिले, आउ सेई स्थान रे परमेश्वरंकर उपस्थिति, सेई स्थान रे परमेश्वर कोन करंती, प्रथम विषय तार 2 पद अनुसार परमेश्वर साहाय्य करंती। परमेश्वर साहाय्यकारी परमेश्वर अटंती। मोर प्रिय बंधुगण 2 पद रे लेखा अछि जे मोहर साहाय्य सदा प्रभु ठारो आसे, से आकाश और पृथ्वी निर्माण कले। मोर प्रिय बंधुगण इस्राएल लोक माने जानि अछंती, एई 121 गीत को गान करी करी जाउछंती जे मु पर्वत गण आड़े ऊर्ध्व दृष्टि करिबी केउठारु मोहर साहाय्य आसीबो। जने जेते बेले ग्रेजुएशन होंती, कोनोसी बाइबल कॉलेज रे ट्रेनिंग कला परे ग्रेजुएशन होंती, से माने भीतर को जेते बेले
ଆଉ ଗ୍ରାଜୁଏସନ ସେଣ୍ଟର କୁ ପହଞ୍ଚିବା ବେଳେ କିମ୍ବା ଚର୍ଚ୍ଚ ଭିତରକୁ ପ୍ରବେଶ କରିଲା ବେଳେ ସେମାନେ ଗୀତ ଗାନ କରି 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 ଯାଆନ୍ତି। ଯୋଉ ସ୍ଥାନରୁ ସେମାନଙ୍କୁ ଛିଡା କରିଥିବେ ଲାଇନ କରିକି ସେଇ ସ୍ଥାନରୁ ଗୀତକୁ ଗାନ କରି 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 ଭିତରେ ପ୍ରବେଶ କରିବେ। ଠିକ ସେଇ ପ୍ରକାର 121 ଗୀତକୁ ଇସ୍ରାଏଲ ଲୋକମାନେ ଗାନ କରି କରି କରିକି ସେମାନେ ସେ ମନ୍ଦିରରେ ପ୍ରବେଶ କରୁଛନ୍ତି। ମନ୍ଦିରରେ ପ୍ରବେଶ କଲା ପରେ ମଧ୍ୟ ମନ୍ଦିର ଭିତରେ ବି ଗୀତ ଅଛି, ମନ୍ଦିରରୁ ବାହାରିଲା ପରେ ମଧ୍ୟ ଗୀତ ଅଛି। ତେବେ ଏଇ ଯୋଉ 15ଟି ଅଧ୍ୟାୟକୁ ଆରୋହଣ ଗୀତ କୁହାଯାଉଛି। ଏଇ ଇସ୍ରାଏଲ ଲୋକମାନେ ମୁଖସ୍ଥ କରିକି ଗାଉଥିଲେ। କେବଳ ଗୋଟିଏ ଗୀତ ଯୋଉଟା କି 135 ଗୀତ ଟିକେ ଲମ୍ବା, ସେଇଟା ମୁଖସ୍ଥ କରିବା କଷ୍ଟକର ଥିଲା, କିନ୍ତୁ ବାକି ସବୁ ଛୋଟ ଛୋଟ ଥିଲା। ତେବେ ସେମାନେ ଜାଣିଛନ୍ତି ଇସ୍ରାଏଲ ଲୋକମାନେ ଯେ କେବଳ କେବଳ ସଦା ପ୍ରଭୁ ହିଁ ସାହାଯ୍ୟ କରନ୍ତି। ମୋର ପ୍ରିୟ ବନ୍ଧୁଗଣ, ସେମାନେ ସଦା ପ୍ରଭୁଙ୍କର ସାହାଯ୍ୟର ଭିକ୍ଷା କରିବା ନିମନ୍ତେ ସେମାନେ ମନ୍ଦିରକୁ ଯାଉଥିଲେ। ପ୍ରଥମ ପଏଣ୍ଟ ହଉଛି ଯେ ପରମେଶ୍ୱର ସାହାଯ୍ୟ କରନ୍ତି। ମୋର ପ୍ରିୟ ବନ୍ଧୁଗଣ, ପରମେଶ୍ୱର ଯଦି ସାହାଯ୍ୟ ନ କରନ୍ତେ ମୁଁ ଏବଂ ଆପଣ ମାନେ ଏ ପ୍ରାତଃ କାଳରେ ଆମେ ବସି ନଥାନ୍ତେ। ସକାଳୁ ସକାଳୁ ମୋର ଯୋଉ ମୋବାଇଲରେ ମୁଁ ବସିଛି ଅନ୍ ହେଲା, କିଛି ସମୟ ପରେ ବନ୍ଦ ହେଇଗଲା। ମୁଁ ବ୍ୟସ୍ତ ହେଇଗଲି। ଆଉ ମୁଁ ରେଭରେଣ୍ଡ ରାଜେଶ୍ୱର ଆଜ୍ଞାଙ୍କୁ ମୁଁ କଲ୍ କଲି, ଆଜ୍ଞା ଆଉ ଆପଣ କଣ କରନ୍ତୁ, ମୋତେ ଆଉ ଗୋଟେ ମୋବାଇଲରେ କହୋଷ୍ଟ ବନେଇ ଦିଅନ୍ତୁ, ମୋର ମୋବାଇଲ ଗୋଟେ ବନ୍ଦ ହେଇଗଲା। ମୁଁ ବ୍ୟସ୍ତ ହେଇଗଲି, ଚିନ୍ତିତ ହେଇଗଲି, କଣ କରିବି। ପ୍ରଭୁ ପ୍ରେୟର କରୁଛି, ବସିକି ପ୍ରେୟର କରୁଛି, ପ୍ରଭୁ ସାହାଯ୍ୟ କଲେ। ପୁଣି ଥରେ ଆଉ ଥରେ ମୋବାଇଲଟା ମୋର ଚାଲିଲା ଏବଂ ମୋବାଇଲରେ ମୁଁ ବସିଛି। ମୋର ପ୍ରିୟ ବନ୍ଧୁଗଣ, ଇସ୍ରାଏଲ ଲୋକମାନେ ଗାନ କରୁଛନ୍ତି ଯେ ସଦା ପ୍ରଭୁ କଣ କରନ୍ତି, ସାହାଯ୍ୟ କରନ୍ତି। ମୋର ସାହାଯ୍ୟ କେବଳ ସଦା ପ୍ରଭୁଙ୍କ ଠାରେ ଆସେ। ଆପଣ ମାନଙ୍କର ସାହାଯ୍ୟ କେବଳ ସଦା ପ୍ରଭୁଙ୍କ ଠାରେ ଆସେ। ଆଉ ଯୋଉ ସଦା ପ୍ରଭୁ ଆକାଶ ଓ ପୃଥିବୀ ନିର୍ମାଣ କରିଛନ୍ତି, ସେ ଆମମାନଙ୍କୁ କଣ କରିବେ, ସାହାଯ୍ୟ କରିବେ। ପ୍ରଥମ ଆମେ ବିଷୟ ଦେଖିବାକୁ ପାରୁଛୁ, ପରମେଶ୍ୱର ସାହାଯ୍ୟ କରନ୍ତି। ଦ୍ୱିତୀୟ ବିଷୟ ଆମେ ଦେଖିବା, ତିନି ପଦ କିଏ ଜଣେ ପଠନ କରିଦିଅନ୍ତୁ। ସେ ତୁମ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ, ଯେ ତୁମକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ। ତେବେ ଇସ୍ରାଏଲ ଲୋକମାନଙ୍କର ଆରୋହଣ ଗୀତରେ ସିନେୟ ପର୍ବତ ଜେରୁସାଲାମ ମନ୍ଦିରକୁ ଯିବା ସମୟରେ ଯୋଉ ଗୀତ ଗାଉଛନ୍ତି, ପରମେଶ୍ୱର ସାହାଯ୍ୟ କରୁଛନ୍ତି ବୋଲି କହୁଛନ୍ତି। ପ୍ରଥମ ପଏଣ୍ଟରେ, ଦ୍ୱିତୀୟ ପଏଣ୍ଟ, ପରମେଶ୍ୱର କେବେ ବିଚଳିତ ହେବାକୁ ଦେବେ ନାହିଁ। ବିଚଳିତ ହେଇଯାଇଥିଲି, ପରମେଶ୍ୱର କେବେ ବିଚଳିତ ହେବାକୁ ଦେବେ ନାହିଁ। ହାଲେଲୁୟା, ହାଲେଲୁୟା। ମୋର ପ୍ରିୟ ବନ୍ଧୁଗଣ, ଯୋଉ ପରମେଶ୍ୱର ଆପଣଙ୍କୁ ମତେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି, ଯୋଉ ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରୁଛନ୍ତି ପ୍ରତି ସମୟରେ, ପ୍ରତି ମୁହୂର୍ତ୍ତରେ, ସେ ପରମେଶ୍ୱର କଣ ଆମକୁ ବିଚଳିତ ହେବାକୁ ଦେବେ କି? ଲେଖା ଅଛି, ସେ ତୁମ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ, ଯେ ତୁମକୁ ରକ୍ଷା କରନ୍ତି ସେ କେବେ ଘୁମାଇବେ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ପରମେଶ୍ୱର ସେ କେବେ ଶୁଅନ୍ତି ନାହିଁ, ଢୁଙ୍କ୍ରାନ୍ତି ନାହିଁ, ସେ କେବେ ବିଚଳିତ ହେବାକୁ ଆମମାନଙ୍କୁ ଦେବେ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ଏହା ହଉଛି ଆମମାନଙ୍କର ଦ୍ୱିତୀୟ ପଏଣ୍ଟ। ପ୍ରଥମ ପଏଣ୍ଟ ଆମେ ଦେଖିଲୁ, ପରମେଶ୍ୱର ସାହାଯ୍ୟ କରନ୍ତି, ପରମେଶ୍ୱର ବିଚଳିତ ହେବାକୁ ଦିଅନ୍ତି ନାହିଁ। ଏହା ହଉଛି ଦ୍ୱିତୀୟ ପଏଣ୍ଟ, ଯୋଉ ଗୀତକୁ କି ଇସ୍ରାଏଲ ଲୋକମାନେ, ଜିହୁଦୀ ଲୋକମାନେ ଗାନ କରି କରିକି ଜେରୁସାଲାମ ମନ୍ଦିରକୁ ଯାଉଛନ୍ତି। ତୃତୀୟ ପଏଣ୍ଟ ଆମେ ଦେଖିବାକୁ ପାରିବା, ସଦା 5 ପଦ ଟିକେ ପଠନ କରିଦିଅନ୍ତୁ। ସଦାପ୍ରଭୁ ତୁମର ରକ୍ଷକ, ସଦାପ୍ରଭୁ ତୁମ ଦକ୍ଷିଣ ପାର୍ଶ୍ୱର ଛାୟା। ତୃତୀୟ ପଏଣ୍ଟ ହଉଛି, ସଦାପ୍ରଭୁ ତୁମର ରକ୍ଷକ। ମୋର ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ଇସ୍ରାଏଲ ଲୋକମାନଙ୍କର ଗୀତ, ସେମାନେ ପ୍ରଥମରେ ପ୍ରଶ୍ନ କରୁଛନ୍ତି, ତାପରେ ସେମାନେ ହିଁ ସେ ଗୀତରେ ଉତ୍ତର ମଧ୍ୟ ପ୍ରଦାନ କରୁଛନ୍ତି। ପରମେଶ୍ୱର ସାହାଯ୍ୟ କରୁଛନ୍ତି, ପରମେଶ୍ୱର ବିଚଳିତ ହେବାକୁ ଦିଅନ୍ତି ନାହିଁ, ପରମେଶ୍ୱର ସଦାପ୍ରଭୁ ରକ୍ଷକ ଅଟନ୍ତି ବୋଲି ସେମାନେ ପ୍ରକାଶ କରୁଛନ୍ତି। ମୋର ପ୍ରିୟ ବନ୍ଧୁଗଣ, ପରମେଶ୍ୱର ରକ୍ଷକ ଅଟନ୍ତି, ପରମେଶ୍ୱର ରକ୍ଷା କରନ୍ତି। ଅନେକ ସମୟରେ ଆମେ ବିଚଳିତ ହେଇଯାଇଥାଉ, ଚିନ୍ତିତ ହେଇଯାଇଥାଉ, ବ୍ୟତିବ୍ୟସ୍ତ ହେଇଯାଇଥାଉ, କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ଆମେ ମନେ ରଖିବା ଦରକାର, ଆମେ ଜାଣିବା ଦରକାର ଯେ ସଦା ପ୍ରଭୁ ସେ ଆମ ମାନଙ୍କର ରକ୍ଷକ ଅଟନ୍ତି। ଲେଖା ଅଛି 6 ପଦରେ, ଦିବସରେ ସୂର୍ଯ୍ୟ କିମ୍ବା ରାତିରେ ଚନ୍ଦ୍ର ତୁମକୁ ଆଘାତ କରିବ ନାହିଁ, କାରଣ ପରମେଶ୍ୱର ମାନଙ୍କର ରକ୍ଷକ। ଲେଖା ଅଛି, ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମକୁ କଣ କରିବେ, ରକ୍ଷା କରିବେ, କାରଣ ସେ ଆମ ମାନଙ୍କର ରକ୍ଷକ। ସମସ୍ତ ଅମଙ୍ଗଳ, ସମସ୍ତ ଅମଙ୍ଗଳରୁ ସେ କଣ କରିବେ, ଆମମାନଙ୍କୁ ରକ୍ଷା କରିବେ, କାରଣ ସେ ଆମମାନଙ୍କର ରକ୍ଷକ ଅଟନ୍ତି।
ସେ ଲେଖା ଅଛି ସେ ତୁମ ପ୍ରାଣକୁ ରକ୍ଷା କରିବେ। ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମରେ ବାହାରେ ଯିବାରେ ଓ ଭିତରେ ଆସିବାରେ କଣ କରିବେ? ରକ୍ଷା କରିବେ। ମୋର ପ୍ରିୟ ବନ୍ଧୁଗଣ, ତୃତୀୟ ପଏଣ୍ଟ ମାନେ ଦେଖିଲୁ ସଦାପ୍ରଭୁ ଆମ୍ଭ ମାନଙ୍କର ରକ୍ଷକ ଅଟନ୍ତି। ଏହା ଜାଣିଅଛନ୍ତି ଇସ୍ରାଏଲ ଲୋକମାନେ, ତେଣୁ ତାଙ୍କ ଗୀତରେ ଏହାକୁ ପ୍ରକାଶ କରୁଅଛନ୍ତି। ଆସନ୍ତୁ ଚତୁର୍ଥ ପଏଣ୍ଟ ମାନେ ଦେଖିବା ଏବଂ ଶେଷ କରିବା। ଆଉ 121 ରୁ ସେ 5 ପଦର ଖ ଅଂଶ ଟିକେ ପଠନ କରିଦିଅନ୍ତୁ। ସଦାପ୍ରଭୁ ତୁମ ଦକ୍ଷିଣ ପାର୍ଶ୍ୱର ଛାୟା। ସଦାପ୍ରଭୁ ତୁମର ଦକ୍ଷିଣ ପାର୍ଶ୍ୱର ଛାୟା। ମୋର ପ୍ରିୟ ବନ୍ଧୁଗଣ, ପ୍ରତ୍ୟେକ ମନୁଷ୍ୟର ଛାୟା ଅଛି। ଆମେ ଯେତେବେଳେ ଚାଲିକି ଯାଉଛୁ ଆମ ସାଇଡରେ ଆମର ଛାଇଟା ପଡିଥାଏ। ଆମେ ଯେଉଁ ସ୍ଥାନକୁ ଯାଉଥିବା ସେ ଛାଇଟା ଆମ ସହିତ ଯାଉଥିବ। ଠିକ ସେଇ ପ୍ରକାର ପରମେଶ୍ୱର ଆମ ମାନଙ୍କର ଛାୟା ହେଇକି ରୁହନ୍ତି। ଯଦି ପରମେଶ୍ୱର ଆମର ଛାୟା ହେଇକି ରୁହନ୍ତି, ତାହେଲେ ଆମମାନଙ୍କର କଣ ଅସୁବିଧା ହେବ, କଣ ସମସ୍ୟା ଆସିବ, କଣ ଆଉ ଆଉ କଷ୍ଟ ଆସିବ? ମୋର ପ୍ରିୟ ବନ୍ଧୁଗଣ, ଯଦି ଜାଗତିକ ଭାବରେ ଆସିଲେ ମଧ୍ୟ ପ୍ରଭୁ ଆମକୁ ସାହାଯ୍ୟ କରିବେ। ପ୍ରଭୁ ଆମକୁ ବିଚଳିତ ହେବାକୁ ଦେବେ ନାହିଁ। ପ୍ରଭୁ ଆମକୁ ରକ୍ଷା କରିବେ, କାରଣ ସେ ଆମମାନଙ୍କ ଛାୟା ପରମେଶ୍ୱର ଅଟନ୍ତି। ତ ଆମ ଦକ୍ଷିଣ ପାର୍ଶ୍ୱର ଛାୟା ସେ ଅଟନ୍ତି। ଛାଇ ଯେମିତି କି ଲାଗିକି ରହେ, ସଦାପ୍ରଭୁ ଆମମାନଙ୍କ ସହିତ ଠିକ ସେଇ ପ୍ରକାର ଲାଗିକି ରୁହନ୍ତି। ସଦାପ୍ରଭୁ ଆମମାନଙ୍କର ଦକ୍ଷିଣ ପାର୍ଶ୍ୱର ଛାୟା ଅଟନ୍ତି। ମୋର ପ୍ରିୟ ବନ୍ଧୁଗଣ, ଆମମାନେ ଗୀତ ସଂହିତା ତାର 121 ଅଧ୍ୟାୟରେ 4ଟି ପଏଣ୍ଟ ଦେଖିଲୁ, ଯୋଉ ଗୀତକୁ କି ଇସ୍ରାଏଲ ଲୋକମାନେ ଗାନ କରି କରିକି ଯାଉଥିଲେ, ଅବତରଣ କରୁଥିଲେ, ଚଢୁଥିଲେ, ଜେରୁସାଲାମ ମନ୍ଦିରକୁ ଯାଉଥିଲେ, ସିନୟ ପାହାଡକୁ ଯାଉଥିଲେ। ବାଇବଲରେ ଜେରୁସାଲାମ ମନ୍ଦିରକୁ ସିନୟ ସହିତ ତୁଳନା କରାଯାଇଛି। ସିନୟକୁ ଜେରୁସାଲାମ ମନ୍ଦିର ସହିତ ତୁଳନା କରାଯାଇଛି। ଆପଣ ମାନେ ବାଇବଲରେ ବହୁତ ଜାଗାରେ ପାଇପାରିବେ। ଆଉ ଆରୋହଣ, ଉର୍ଦ୍ଧ୍ୱ ଆରୋହଣକୁ ହିବ୍ରୁ ଭାଷାରେ ଉପାସନା ବୋଲି କୁହାଯାଏ। ଉପାସନାର ହିବ୍ରୁ ଅର୍ଥ ହଉଛି ଉର୍ଦ୍ଧ୍ୱକୁ ଆରୋହଣ କରିବା। ମୋର ପ୍ରିୟ ବନ୍ଧୁଗଣ, ଆମେ ଦେଖିଲୁ ଯେ ପରମେଶ୍ୱର ସାହାଯ୍ୟ କରନ୍ତି। ପରମେଶ୍ୱର ବିଚଳିତ ହେବାକୁ ଦିଅନ୍ତି ନାହିଁ। ପରମେଶ୍ୱର ରକ୍ଷକ ଅଟନ୍ତି। ପରମେଶ୍ୱର ଆମମାନଙ୍କର ଛାୟା ଅଟନ୍ତି। କିନ୍ତୁ ଗୋଟିଏ ବିଷୟ ମନେ ରଖିବା, ଆଉ ପ୍ରକାଶିତ ପୁସ୍ତକ ତାର 21 ଅଧ୍ୟାୟ ପ୍ରକାଶିତ ପୁସ୍ତକ ତାର 21 ଅଧ୍ୟାୟ ଅନୁସାରେ ଆଉ ନୂତନ ଜେରୁସାଲାମ ଅବତରଣ କରିବ। ମୁଁ ଦେଖୁଛି ନୂତନ ଜେରୁସାଲାମ ଅବତରଣ କରିବ। ଯୋହନ ପ୍ରକାଶ କରିଛନ୍ତି। ମୋର ପ୍ରିୟ ବନ୍ଧୁଗଣ, ସେ ନୂତନ ଜେରୁସାଲାମରେ ଉପବିଷ୍ଟ ସଦାପ୍ରଭୁଙ୍କ ଆଡେ ମୁଁ ଉର୍ଦ୍ଧ ଦୃଷ୍ଟି। ସେ ନୂତନ ଜେରୁସାଲାମ ଅବତରଣ କରୁଥିବା, ଉପସ୍ଥିତ ସିଂହାସନରେ ବିରାଜମାନ ହୋଇଥିବା ସଦାପ୍ରଭୁଙ୍କ ଉପରେ ଆମେ ନିର୍ଭର କରିବା। ମୋର ପ୍ରିୟ ବନ୍ଧୁଗଣ, ସେ ଆମମାନଙ୍କୁ ସାହାଯ୍ୟ କରିବେ, ସେ ଆମମାନଙ୍କୁ ରକ୍ଷା କରିବେ, ସେ ଆମମାନଙ୍କୁ ବିଚଳିତ ହେବାକୁ ଦେବେ ନାହିଁ। ସେ ଆମମାନଙ୍କର ଛାୟା ହେଇକି ଆମମାନଙ୍କ ସହିତ ରହିବେ। ପ୍ରଭୁ ଏ ଅଳ୍ପ ବାକ୍ୟରେ ମତେ ଏବଂ ଆପଣ ମାନଙ୍କୁ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ବିଶେଷ ଧନ୍ୟବାଦ ଦେବେ। ଏବଂ ଆସନ୍ତୁ ପ୍ରଭୁଙ୍କ ଦାସ 121 ଗୀତକୁ ନେଇକି ଅତି ସୁନ୍ଦର ଭାବେ 4ଟି ପଏଣ୍ଟ ନେଇକି ଆମମାନଙ୍କୁ ପ୍ରକାଶ କରିଛନ୍ତି। ତେଣୁ ଉଚ୍ଚ କରତାଳ ଦେଇକି ପ୍ରଭୁଙ୍କ ଗୌରବ ନିମନ୍ତେ ଏବଂ ଦାସଙ୍କର ଉତ୍ସାହ ନିମନ୍ତେ ଉଚ୍ଚ କରତାଳ ଦେବା। ଆଉ ବହୁତ ସୁନ୍ଦର ପଏଣ୍ଟ 4ଟି କହିଲେ। ପ୍ରଭୁ ତାଙ୍କୁ ବିଶେଷ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଅଫଲାଇନ ଅନଲାଇନରେ ତାଙ୍କୁ ବ୍ୟବହାର କରି ତାଙ୍କର କରି କଢେଇ ନିଅନ୍ତୁ। ଆସନ୍ତୁ ଏହି ସମୟରେ ଆମମାନଙ୍କର ନୂତନ ଗୀତ ରିଲିଜ କରିବାକୁ ଯିବା। ଆମମାନଙ୍କ 3ଟି ଆର୍ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆମକୁ 5ଟି ପି କୁ ଆଜି ପରିଚାଳନା ଦାୟିତ୍ୱ ଦେଇଥିଲେ, ବାକ୍ୟ କହିବା ପାଇଁ, ଗୀତ ଗାଇବା ପାଇଁ, ମଧ୍ୟସ୍ଥି ପ୍ରାର୍ଥନା କରିବା ପାଇଁ 5ଟି ପି କୁ ଦେଇଥିଲେ। ଆଉ 3ଟି ପି କୁ ଗୀତ ରିଲିଜ କରିବା ପାଇଁ ପ୍ରଭୁ ସ୍ଥିର କରିଛନ୍ତି। ତେଣୁ 3ଟି ଆର୍ କୁ ମୁଁ ଆହ୍ୱାନ କରେ, ସେ ବର୍ତ୍ତମାନ ରିଲିଜ କରିବେ। ଆଜ୍ଞା ପ୍ରେଜ୍ ଦ ନମସ୍କାର। ଲର୍ଡ। ଆଉ କିଏ ଟିକେ ଲେଫ୍ଟ ହୁଅନ୍ତି ନାହିଁ, ଅଳ୍ପ ସମୟ ଆମେ ସାରିବା। ଦୟାପୂର୍ବକ ଆଜ୍ଞା ମତେ ଟିକେ କୋହୋଷ୍ଟ କରିବେ ସେହି ତ୍ରିପୁଲ ଆର୍ ରେ ବର୍ତ୍ତମାନ।
ये बर्तमान देखा जाଉଛି स्क्रीन देखा जाଉଛି ବର୍ତ୍ତମାନ। ହଁ ଦେଖାଯାଉଛି ଦେଖାଯାଉଛି। ପ୍ରଭୁଙ୍କ ମତ ଆମର ଧନ୍ୟବାଦ ହଉ। ଏହି 6 ତାରିଖ ଏ ପ୍ରଭାତ ସମୟରେ ପ୍ରଭୁ ସେ ଆମକୁ ଅନୁଗ୍ରହ ଦୟା କଲେ ଏବଂ ଏ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଜୁମରେ ଉପସ୍ଥିତ ହେଇ ତାଙ୍କର ଉପାସନା କରିବା ନିମନ୍ତେ ତାଙ୍କର ଉପାସନା କରୁ କରୁ ଆଉ ପ୍ରଭୁଙ୍କର ଦାସ ଯେ କି ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର ହୋଷ୍ଟ ତାଙ୍କ ଯୋଉ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ରହିଅଛି ଆଉ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମଧୁମୟ ନାମରେ ଆମେ ସେହି ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ପରିବାର ତରଫରୁ ଆଉ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର ଜଣାଇ ଆମେ ଆପଣଙ୍କୁ ସ୍ୱାଗତ କରୁଅଛୁ। ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଆଉ ଏକ ନୂତନ ମନଛୁଆ ଓ ହୃଦୟ ସ୍ପର୍ଶୀ ଗୀତ ଯାହାକୁ ରଚନା ଓ ସ୍ୱର ସଂଧାନ କରିଛନ୍ତି ଆଚାର୍ଯ୍ୟ ପିଟର କୁମାରଙ୍କର ଆମ ସମସ୍ତଙ୍କ ପ୍ରିୟ ଜିତୁ ଭାଇ ଯିଏକି ବଡପଦା ଗଜପତିରୁ କିନ୍ତୁ ବର୍ତ୍ତମାନ ରାୟଗଡା ରହିକି ପ୍ରଭୁ ସେବା କାର୍ଯ୍ୟ କରନ୍ତି ଏବଂ ଏହି ଗୀତକୁ ଦେଇଛନ୍ତି ନିର୍ଦ୍ଦେଶନା କୁମାର ମଣ୍ଟୁ ଏବଂ ଧ୍ୱନି ଲେଖନ ଓ ମିଶ୍ରଣ ଯାହାକି ରେକର୍ଡିଂ ଓ ମିକ୍ସଚର ଆଜି ଷ୍ଟାଇଲ ଷ୍ଟୁଡିଓ ଗଜପତିରେ କରାଯାଇଛି ଏବଂ ଡିଓପି ଓ ଏଡିଟିଂ କାର୍ଯ୍ୟ ଡିଜିଟାଲ କ୍ରି ଦ୍ୱାରା କରାଯାଇଛି କିନ୍ତୁ ଆନନ୍ଦର ବିଷୟ ଯେ ଏହି ଗୀତକୁ କଣ୍ଠଦାନ କରିଛନ୍ତି ଆମମାନଙ୍କର ପ୍ରିୟ ସୁସମାଚାର ପ୍ରଚାରିକା ପ୍ରବୀଣା ମଲ୍ଲିକ ନିମାପଡା ପୁରୀ। ଥରେ ଦିଅ ପ୍ରଭୁ କ୍ଷମା। ଆସନ୍ତୁ ଆମେ ଅଳ୍ପ ସମୟ ସେ ଗୀତଟାକୁ ଦେଖିବା ବହୁତ ସୁନ୍ଦର ଗୀତ। ସାର୍ ଶୁଭା ଯାଉନି। ଶୁଭା ଯାଉନି କି? ଗୋଟେ ମିନିଟ ମୁଁ
गारंटी से बोल रहा हूँ आपको ये आपके पास कब आएगा 5 साल बाद। लेकिन मेरे तो वो काम मैं वो पार्ट को बताना चाहता था ये ऐसे कहाँ पर प्रभु को इच्छा नथिबार एमती डिस्टर्ब होची पर लागुची। साउंड नहीं एक्चुअली साउंड ଆମର केमती गीत एटा साउंड नहीं किछि ना ଆମର ରୀନା ପାଲ ଭଉଣୀଙ୍କର ତ ଚା ସହିତ ଜଳଖିଆ ବି ହେଇଯାଉଛି। सुनबा पा हम रेडी हे रोजी यार ଟିକେ ଅପେକ୍ଷା କରିବା, ଯାନ୍ତ୍ରିକ ତ୍ରୁଟି ରହୁଛି, ତାଙ୍କର ନେଟ୍ ଟିକେ ସ୍ଲୋ ରହୁଛି ତ। ଆପଣ ମାନଙ୍କ ପାଖକୁ ବି ଆମେ ପଠେଇ ଦେଇଛୁ, ଦେଖନ୍ତୁ ରିଏଲ ମିନିଷ୍ଟ୍ରିରେ ବି ସେ ଗୀତଟା ଅଛି। ଆଉ ରିଲିଜ ହେଲା ପରେ ଆପଣ ନିଜେ ଗୀତକୁ ଶୁଣିବେ ଏବଂ ସବସ୍କ୍ରାଇବ କରିବେ ଏବଂ ଲାଇକ୍ କରିବେ ଏବଂ ଅନ୍ୟକୁ ସେୟାର କରିବେ। थैंक यू थैंक यू थैंक यू। ଗତକାଲି ଆକ୍ଚୁଆଲି ଗୀତଟି ଆମେ ଶୁଣିଛୁ, ଗତକାଲି ଗୀତଟି ଶୁଣିଥିଲୁ। କାଲି ଭଲ ଅଛି, ବହୁତ ଭଲ ଅଛି ଗୀତଟେ। ଆଉ କଂଗ୍ରାଚୁଲେସନ, ସମସ୍ତଙ୍କୁ ଶୁଭେଚ୍ଛା। ବହୁତ ବଢିଆ ହେଇଛି, ଗୋଟେ କ୍ଲାସିକାଲ ଗୀତଟେ। କାଲି ମୁଁ ଅଲରେଡି ଲାଇକ୍ ବି କରି ସାରିଲିଣି। ଆଉ ସବସ୍କ୍ରାଇବ ତ ଆମେ ଅଲରେଡି ରିୟଲମି से ସବସ୍କ୍ରାଇବ ସବସ୍କ୍ରିପସନ ରେ ଅଛୁ। ବହୁତ ବଢିଆ ଥିଲା ଆଜ୍ଞା। କିନ୍ତୁ ଯୋଉ ଲାଷ୍ଟ ଯୋଉଟା କହୁଛନ୍ତି ବର୍ତ୍ତମାନ ତାକୁ ଟିକେ ପ୍ୟାଟର୍ନ ଚେଞ୍ଜ କରି ନୂଆ ଷ୍ଟାଇଲ କରିବା, ତାକୁ ଫାଷ୍ଟରେ ଯଦି କଲେ ଆହୁରି ଭଲ ଥିବ ବୋଲି ଭାବୁଛି ମୁଁ। ପରୀକ୍ଷା ଆଜ୍ଞା ଆଜ୍ଞା ବୋଧେ ଆଉ ପ୍ରୋବ୍ଲେମ ହଉଛି ବୋଧେ ଆମମାନଙ୍କର ଆର ସାରଙ୍କର ବୋଧେ କ୍ଲୋଜ ଆପଣ କରିଦେଲେ। ହଁ କ୍ଲୋଜ କଲେ। ଆପଣ ଆଉ ବାକି କାର୍ଯ୍ୟ ହେଇକି କରନ୍ତୁ, ମୁଁ ଟିକେ କ୍ଲାସ କୁ ଯାଉଛି। ମୁଁ ହଉ ପିତର ଆଜ୍ଞାଙ୍କୁ ଅନୁରୋଧ କରୁଛି, ଆଉ ସେ ଏଥି ନିମନ୍ତେ ପ୍ରାର୍ଥନା ଏବଂ ଆଦର୍ଶ ପ୍ରାର୍ଥନା, ଶେଷ ପ୍ରାର୍ଥନା କରିବେ। ଆମମାନଙ୍କ ମଧ୍ୟ